କାହିଁକି ଆସିଲେନି କିଏ ଜାଣେ? ଦେଖୁଛି ତ ଅନେକ ସମୟ ହେଇଯାଇଛି। ହ୍ୟାଲୋ 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 ଚାଲ ଚାଲ ଦେଖ ତ ସେ ଆସୁଛନ୍ତି ନା ନାଇଁ। ତାହେଲେ ଠିକ ଅଛି ଯାଅ। ଜରୁରୀ କଥା କହିବାର ଅଛି। ରାଜକୁମାରୀଙ୍କର ଜୟ ହେଉ। ରାଜକୁମାରୀ କଣ ପାଇଁ ମତେ ମନେ ପକାଇଲେ ଆପଣ? ଆରେ ସେନାପତି ରାଜକୁମାରୀ ଆପଣଙ୍କୁ ଅନେକ ସମୟ ହେଇଗଲା। ରାଜକୁମାରୀ ମୁଁ ଆପଣଙ୍କୁ ଡାକିବାରୁ ହେଲେ ଏତେ ସମୟ ହଉଥିଲା କାହିଁକି? ରାଜକୁମାରୀ এইଥିପାଇଁ ଚିନ୍ତା କରନି ରାଜକୁମାରୀ, ମୋର ଟିକେ ରାଜକାର୍ଯ୍ୟରେ ବ୍ୟସ୍ତ ଥିଲି, ସେଥିପାଇଁ ଆସିବାରେ ବିଳମ୍ବ ହୋଇଲା। ରାଜକୁମାରୀ ବିଳମ୍ବଟା ହେଇଗଲା। ହେଲେ ସେନାପତି ରାଜକୁମାରୀ ସତରେ ତମ କର୍ମ ଆଉ ତମ ନିଷ୍ଠାକୁ ଦେଖିକି ମୁଁ ଆଜି ଭାରି ଆନନ୍ଦିତ। ରାଜକୁମାରୀ ସତରେ ସେନାପତି ରାଜକୁମାରୀ ମୁଁ ବହୁତ ଖୁସି। କାରଣ ଜାଣିଛ ରାଜକୁମାରୀ ଯେତେବେଳେ ଛୋଟବେଳରୁ ରାଜ୍ୟରୁ ମାତା ପିତା ମୋତେ ଛାଡ଼ିକି ଚାଲିଗଲେ ୟଧାମକୁ, ସେତେବେଳଠୁ ଆପଣ ହିଁ ଏ ରାଜ୍ୟର ଭାର ଆପଣ ହିଁ ତୁଡ଼ଉଛନ୍ତି। ରାଜକୁମାରୀ ସତରେ ଆପଣ ମୋତେ ମାତା ପିତାର ଆଉ ଟିକେ ବି ଚିନ୍ତା କରିବାକୁ ଦେଲେନି। ରାଜକୁମାରୀ ସତରେ ଆପଣ ଯାହା କହୁଛନ୍ତି ସେଇଆ ହେଉଛି ଆପଣ ପାଇଁ ଖୋଲା ହୃଦୟ, କିନ୍ତୁ ଆପଣ ଜାଣିଛନ୍ତି ରାଜକୁମାରୀ ମୁଁ ମୋ କର୍ତ୍ତବ୍ୟଟା କରି ଚାଲିଛି। ରାଜ ପରିବାରକୁ ସୁରକ୍ଷା ଦେବା ଏଇ ଚାକରର ଗୋଟାଏ କର୍ତ୍ତବ୍ୟ। ରାଜକୁମାରୀ କର୍ତ୍ତବ୍ୟଟା ମୋର କର୍ତ୍ତବ୍ୟ। ଠିକ କଥା ତମେ ସତ କହିଛ ସେନାପତି। ରାଜକୁମାରୀ ହେଲେ ତମେ ତ ଜାଣିଛ ମତେ 16 ଯାଇକି 17 ଛୁଇଁଛି। ରାଜକୁମାରୀ ଏ ବୟସରେ କିଏ ଜାଣେ ରାଜ୍ୟରେ ଏତେ ଠାଟ ଠାଟ ରହିକି ମୁଁ ରାଜ୍ୟରେ ରହିଲି ପୁରାପୁରି ଏକଦମ ମୋ ମନଟା ବି ଭଲ ଲାଗୁନି। କିଛି ମୁହୂର୍ତ୍ତ ଶିବ ମନ୍ଦିର ଦର୍ଶନ କରିବା ପାଇଁ ମୁଁ ମୋ ସାକ୍ଷୀ ସହିତ ଯିବା ପାଇଁ ତମକୁ ଅନୁମତି ମାଗୁଛି। ଶିବ ମନ୍ଦିର ଯିବା ପାଇଁ କି ଆପଣଙ୍କର ମନ ହେଉଛି? ତମେ ତ ଜାଣିଛ ସେନାପତି ରାଜକୁମାରୀ ଭାଇ ମୋର ଶିକ୍ଷା ଦୀକ୍ଷା ନିମନ୍ତେ ଗୁରୁକୁଳକୁ ଯାଇଛନ୍ତି। ହଁ ରାଜକୁମାରୀ ସେଇଥିପାଇଁ ତ ତମେ ହିଁ ଏଇ କାର୍ଯ୍ୟର ଭାର ନେଉଛ। ରାଜକୁମାରୀ ହେଲେ ସେନାପତି ମୋ ସଖୀମାନଙ୍କ ସହିତ ମୁଁ ଶୀଘ୍ର ଫେରି ଆସିବି। ଆପଣ ଅବିଳମ୍ବେ ଚାଲି ଯାଆନ୍ତୁ ସେହି ଦେବ ଦେବ ମହାଦେବଙ୍କୁ ଦର୍ଶନ କରିବା ନିମନ୍ତେ। ମୁଁ ଥାଉ ଥାଉ ଏହି ରାଜ୍ୟରେ କେହି ବାହ୍ୟ ଶତ୍ରୁ ଆକ୍ରମଣ କରିପାରିବେନି। ରାଜକୁମାରୀ ଆକ୍ରମଣଟା କରିପାରିବେନି। ସତରେ ସେନାପତି ଏ ତମର ପଦିଏ କଥାଟା ହିଁ ମୁଁ ମନକୁ କିଣିଥାଏ। ତାହେଲେ ଆଉ ଡେରି କରିବିନି, ମତେ ଶିବ ମନ୍ଦିର ଯିବା ପାଇଁ ଭାରି ବିଳମ୍ବ ହେଇଯାଉଛି। ଆପଣ ଅବିଳମ୍ବେ ଚାଲି ଯାଆନ୍ତୁ ସେହି ଶିବ ମନ୍ଦିରକୁ। ମୁଁ ରାଜ୍ୟରେ ରହି ରାଜ୍ୟର ଭଲ ମନ୍ଦ ବାଣୀଟା ବୁଝୁଛି। ରାଜକୁମାରୀ ରାଜ୍ୟର ଭଲ ମନ୍ଦ ବାଣୀଟା ବୁଝୁଛି। ରାଜକୁମାରୀ ତାହେଲେ ଠିକ ଅଛି ସେନାପତି, ଆମେ ତାହେଲେ ଶିବ ମନ୍ଦିରକୁ ଯାଉଛୁ। ଅବିଳମ୍ବେ ଯାଆନ୍ତୁ ସେହି ଦେବ ଦେବ ମହାଦେବଙ୍କୁ ଦର୍ଶନ କରିବା ଆଲେ ନିମନ୍ତେ। ମକର ହ୍ୟାଲୋ ଆଲେ ସଖୀ ସହଚରୀ ମାନେ ହ୍ୟାଲୋ ବା ଚାଲ ଚାଲ ଶିବ ମନ୍ଦିରକୁ ଯିବା। ଶିବ ଦର୍ଶନ କରି ଶ୍ରୀ ହରଗୌରୀଙ୍କୁ ପୂଜା ଅର୍ଚ୍ଚନା କରିକି ମନ ଲାଖି ବର ମାଗିକି ପୁଣି ରାଜ୍ୟକୁ ଫେରି ଆସିବା। ନା କଣ କହୁଛି ସେନାପତି? ନିଶ୍ଚୟ ରାଜକୁମାରୀ, ଆପଣ ଅବିଳମ୍ବେ ଯାଆନ୍ତୁ। ରାଜକୁମାରୀ ଯାଆନ୍ତୁ। ଚାଲ ସଖୀ ମାନେ
ରାଜକୁମାରୀର ଏହି ସ୍ପର୍ଶ ସଲା ଏମିତି ଲାଗିଲା ସତରେ ହଜାରେ ପଦ୍ମ ଫୁଲର ସ୍ପର୍ଶ। সেটা রাজকুমারী নুহে এটা গোটে হচ্ছে সে আমার রাজার বেরি পুত্রী সেলি হইথিব। ମାମୁ ସଲା ଏମିତି ସ୍ପର୍ଶଟା ମୋ ଜୀବନରେ ହେଇନଥିଲା ମାମୁ। ଏତେ ଦିନ ହେଲା ରାଜଶାସନରେ ଚାକର ହୋଇ ଖଟୁଛି କିନ୍ତୁ ଆଜି ରାଜକୁମାରୀର ଛୋଟିଆ ସ୍ପର୍ଶ ପରେ ମୋ ମନଟା ଗାଇକି ଛନ୍ 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 ହେଇଯାଉଛି ମାମୁ। ହେଲେ ଭଣଜା ମାମୁ ଛନ୍ନ ଛନ୍ନ ହଇ ଆପଣ ହଁ ମାମୁ ସ୍ପର୍ଶ ପରେ ପୁରା ମାରଣ ହଜାରେ କରେଣ୍ଟର ଜଲ୍ଲା ବୋଲି ଲାଗୁଛି ମାମୁ। ହେଲେ ଭଣଜା ମାମୁ ସେ ରାଜକନ୍ୟାର କରେଣ୍ଟ ହୋଇପାରିବ ନାହିଁ। ହେ ମାମୁ ସେଟା ବିଜୁଳି କରେଣ୍ଟ ହେଇପାରେ। ଆମ ରାଜକୁମାରୀର ପ୍ରଥମ ଛୁଆଁ ପରେ ମାରଣ ଯୁଆଡ଼େ ଦେଖିଲେ ବି ମୋତେ ରାଜକୁମାରୀ ଭଳି ଦେଖାଯାଉଛି। ସେଆଡ଼େ ଦେଖିଲେ ଆମ ରାଜକୁମାରୀ, ଇଆଡ଼େ ଦେଖିଲେ ଆମ ରାଜକୁମାରୀ, ଚତୁର୍ଦିଗ ମୋତେ ଖାଲି ରାଜକୁମାରୀ। ହେ ମାମୁ ଆପଣଙ୍କ ଚେହେରାରେ ବି ରାଜକୁମାରୀ। ହେ ମୁଁ ରାଜକୁମାରୀ ନା ନା ମୁଇଁ ରାଜକୁମାରୀ। ହେ ମାମୁ ଆସ ମତେ ପ୍ରେମ କରବ ଆସ। ହେ ମାମୁ ମୁଇଁ ରାଜକୁମାରୀ। ସତରେ 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 ଏହି ସ୍ପର୍ଶ ପରେ ଏହି ସ୍ପର୍ଶରେ ମୋ ମନଟା ଆଉ ମୋ ହୃଦୟଟା ପୁରା ପାଗଲ ହେଇଯାଇଛି ମାମୁ, ପାଗଲ ହେଇଯାଇଛି। ପୁରାପୁରି ପାଗଲ ହେଇଯାଏ। ହେ ମାମୁ ମାମୁ ତା ସ୍ୱପ୍ନ ପରସେ। ହେ ମାମୁ ଭଣଜା ମୋ ମନ କିଆ ତରସେ। ସତରେ ମାମୁ ଭଣଜା ସତରେ ମାମୁ ଭଣଜା ତା ସ୍ୱପ୍ନ ପରସେ ମୋ ମନ କିଆ ତରସେ। ତା ସ୍ୱପ୍ନ ପରସେ ମୋ ମନ କିଆ ତରସେ। ମୁଁ ଯିବି ରୂପସୀ ପାଶେ ତା ରୂପ ମଧୁ ପରସେ, ତା ରୂପ ମଧୁ ପରସେ। ତା ସ୍ୱପ୍ନ ପରସେ ମୋ ମନ କିଆ ତରସେ। ତା ସ୍ୱପ୍ନ ପରସେ ମୋ ମନ କିଆ ତରସେ। ମୁଁ ଯିବି ରୂପସୀ ପାଶେ ତା ରୂପ ମଧୁ ପରସେ, ତା ରୂପ ମଧୁ ପରସେ। ମାମୁ ଭଣଜା ଆମ ରାଜକୁମାରୀର ସ୍ପର୍ଶ ହେଲା ପରେ ଚାରିଦିଗ ମତେ ଖାଲି ତାରି ଚେହେରା ଝୁଲସି ଉଠୁଛି। ମାରାଡ଼ ପାଗଳ ହୋଇଯିବି। ଇଆଡ଼େ ଦେଖିଲେ ତା ଚେହେରା, ସେଆଡ଼େ ଦେଖିଲେ ତା ଚେହେରା, ଚତୁର୍ଦିଗ ମତେ ଖାଲି ରାଜକୁମାରୀ ଭଳି ଦେଖୁଛି ମାମୁ। ଏ ଭାଇନା
ମାମୁ ଚାପି ଦେବ ହଁ ଏ ଭଣଜା ହେ ମାମୁ ସତରେ ମୁଁ ରାଜକୁମାରୀକୁ ଦେଖୁଛି ନା ସ୍ୱପ୍ନ ଦେଖୁଛି ମାମୁ ସ୍ୱପ୍ନ ଦେଖୁଛି ପୁରାପୁରି ତମେ ସ୍ୱପ୍ନ ନେଇ ଦେଖବା ଛାଇ ନିଦରେ ଶୋଇ କରୁଥିଲି କଳ୍ପନା ଅତୃପ୍ତ ପରାଣେ ମୋ ଭାଙ୍ଗିଗଲା ଚେତନା ଏ ମନ ଏ ପରାଣ ଖୋଜୁଛି ହେ ରାତି ଦିନ ଏ ମନ ଏ ପରାଣ ଖୋଜୁଛି ହେ ରାତି ଦିନ ମୁଁ ପାଇବି କି ସତେ ତା ସ୍ୱପ୍ନ ପରସେ ମୋ ମନ କିଆ ତରସେ ତା ସ୍ୱପ୍ନ ପରସେ ମୋ ମନ କିଆ ତରସେ ମୁଁ ଯିବି ରୂପସୀ ପାଶେ ତା ରୂପ ମଧୁ ପରସେ ତା ରୂପ ମଧୁ ପରସେ ମାମୁ ମୁଁ ଯିବି 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 ହେ ମାମୁ ଭଣଜା ସତରେ ରାଜକୁମାରୀର ସ୍ପର୍ଶ ଗୁଣ ଏତେ ସୁନ୍ଦର ସଲା ଏମିତି ଲାଗିଲା ହଜାରେ ଗୋଲାପ ଫୁଲର ସ୍ପର୍ଶଟା ହେଇଗଲା ମାମୁ ନାଇଁ 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 ମୁଁ ରାଜକୁମାରୀକୁ ଭଲ ପାଇବି ଆଉ ତା ବିନା ବଞ୍ଚି ପାରିବିନି ମୁଁ ଯିବି 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 ମୁଁ ଯିବି ଯିବି ଗୋଟେ କଥା ଅଛି ଭଣଜା ରାଜକୁମାରୀ ଯାଇଛନ୍ତି ଶିବ ମନ୍ଦିର ହଁ ମାମୁ ଶିବ ମନ୍ଦିରରେ ଗୋଟେ ପୁରୁଷ ଗୋଟେ ସ୍ତ୍ରୀ ଶିବ ଶଙ୍କରକୁ ପୂଜା କଲେ ବର ଦେବ ନାହିଁ ସତରେ ମାମୁ ହଁ ହଁ ସେତିକି ଆଚ୍ଛା ଆମ ରାଜକନ୍ୟା ଶିବ ମନ୍ଦିର ଯିବେ ହଁ ତାହେଲେ ଆପଣ ବି ସିଆଡ଼େ ପୁରା ହେ ଭଗବାନ ଶିବ ଶଙ୍କର ତାର ଲାଗି ମୁଁ ପ୍ରେମ ପାଗଳ ହେଇଛି ମୋର ସତେ ଯୋଡ଼ି କରିଦିଅ କି ନା କହିବ ଭଣଜା ଏବେ ବୁଝିଲି ମାମୁ ଭଣଜା ଆପଣଙ୍କ ଚନ୍ଦା ମୁଣ୍ଡରେ ବୁଦ୍ଧିଟା ଅଛି ଅର୍ଥାତ୍ ପ୍ରଥମ ଛଅରୁ ଏମିତି ପାଗଳ ହେଇଯାଇଛି ସଲା ସମ୍ପୂର୍ଣ୍ଣ ରାଜକୁମାରୀ ମିଳିଯାନ୍ତି ପୁରା ବଇଆ ସତରେ ମାମୁ ସତରେ କଣ ମୁଁ ଆମ ରାଜକୁମାରୀର ପ୍ରେମରେ ପାଗଳ ହେଇଯାଇଛି ହେ ମାମୁ ମତେ କେବଳ ରାଜକୁମାରୀ ଦରକାର ତାକୁ ବାହା ହେଇ ମୁଁ ସାଜିବି ଏହି ସିଙ୍ଗୁଲି ରାଜ୍ୟର ଏକ ଛତ୍ରପତି ଶାସକ ମାମୁ ମୁଁ ଛୁଟି ଯିବି ସେହି ଶିବ ମନ୍ଦିରକୁ ଯୋଉ ଶିବ ମନ୍ଦିରକୁ ଆମ ରାଜକୁମାରୀ ଯାଇଛନ୍ତି ସଲା ଏମିତି ସ୍ପର୍ଶରେ ପାଗଳ ହେଇଯାଇଛି ପୁରାପୁରି ଦେହ ମିଳିଗଲେ କଣ ଅବସ୍ଥା ହବ ଆପଣ ଭଲ ଭାବରେ ଜାଣିଛନ୍ତି ହେ ମାମୁ ଅବିଳମ୍ବେ ଛୁଟି ଯିବା ସେହି ଶିବ ମନ୍ଦିର ପ୍ରାଙ୍ଗଣକୁ ଆଉ ମୁଁ ମନର କଥା ରାଜକୁମାରୀକୁ କହିଦେବି ମାମୁ କହିଦେବି ସଲା ପ୍ରଥମ ଛୁଆରେ ପାଗଳ ହେଇଯାଇଛି ଏମିତି କେମିତି ଛାଡ଼ିବି ଓ ଆସୁଛି ଲୋ ରାଜକୁମାରୀ